ନକସାନି ହେଇଗଲା ମାଣେ ଭଳିଆ ଜମି ମୋର ପଡ଼ିଆ ଯଦି ପଡ଼ିବ ଗଲା ତ ସବୁ ଗଲା ଆଉ ଗଲା ଆଉ କୋଉ ପଡ଼ି ମଣିଷ କେମିତି କ'ଣ କରିବ ବୁଝିବାଟୁ ଶୁନେଇ କିଏ ଆଜି ଆସିବେ କି ନାହିଁ? ଆସିଛି ଜୁହାରେ ଜୁହାରେ ନବଘନ ଭାଇ। ଜୁହାରେ ତେମେ କିଏ? ମୁଁ ପୁରା ମାଳ ଅପା, କ'ଣ ହିସାବ ଚାଲିଛି? ହିସାବ? ହଁ ମାଣେ ଭଳିଆ ଜମି ଜାଣିକି ମୋର ଥରକ ପଡ଼ିଆ ପଡ଼ିବ ଆଉ କ'ଣ? ନବଘନ ଭାଇଙ୍କର ବିଲ ପଡ଼ିଆ? ହଁ କାହିଁକି ବା? କାହିଁକି ବା କ'ଣ ସେଟା କିଛି ଫଳିଲେ ହବ? ଫଳୁନି ନା କଥା ହଉଛି ଏଇଠି ଆଉ ଆପଣ କୃଷି ବିଜ୍ଞାନ କେନ୍ଦ୍ର ଆଉ ଯାଇନାହାନ୍ତି ବୋଧେ? ମୁଁ ଯାଇନାହିଁ, ତମେ ଭାରି ଯାଇଥିଲ। ଏ ଭାଇ ଏବେ ପୁରା ବୈଜ୍ଞାନିକ ପଦ୍ଧତିରେ କେତେ ଚାଷବାସ ହଉଛି। ପାଠ ସେଇଆ ନୁହଁ ଆଉ କ'ଣ ଯେ? ଏ ଯୋଉ ଗଲା ଥରକ ପାଣି ମାଡ଼ିଥିଲା, ହଁ ସେଇ ଖଣ୍ଡକ ଯୋଉ ଘାଇ ହେଇଗଲା ବାଲିଚର ହେଇଯାଇଥିଲା। ହଁ ବା ମନେ ଅଛି। ସବୁ ତ ମନେ ଅଛି। ଇଏ ସବୁ କଥାବାର୍ତ୍ତା ହେଲେ ଏକକାଳୀନ ଲୋକ ନାଗିବେ, ଗାଡ଼ି ନାଗିବ, ପଇସା ପତ୍ର ଖର୍ଚ୍ଚ ହେଇକି ବାଲି ଉଠିବ। ହଁ ଯିଏ ଯାହା ବାଟରେ ରହିଲେ ଜାଣିକି ମୋର ତ ମାଣେ ଭଳିଆ ଜମି ସେଠେ ପଡ଼ିଲା ଆଉ କ'ଣ? ବାଲି ମାଡ଼ି ଯାଇଛି, ତା ପାଇଁ ବି ଚାଷବାସ ଅଛି। ଆପଣ ସିନା ତୁନି ହେଲେ ମୁଁ କହିବି କ'ଣ? ଆଉ ତୁନି ହେବି? କଷାନି ମୋର ହଉଛି, ତମେ ଗଲା କିଛି କରୁଛ। ଶୁଣନ୍ତୁ, ଯୋଉ ବିଲଟା ବାଲିଚର ହେଇଯାଇନି ସେଥିରେ ଡ୍ରାଗନ ଫଳ ହେଇପାରିବ। କ'ଣ ଡ୍ରାଗନ ଫଳ ଦେଖି ନାହାନ୍ତି? ହଁ ଦେଖିଛି, ବଜାରରେ ବିକ୍ରି ହଉଛି। ସେଇ ପରା ଆମ ଓଡ଼ିଶାରେ ଚାଷ ହଉଛି। ଆଉ ଖାଲି କଥା ଗୁଡାକ ତୋଳିଆ ହେଲା ଭଳିଆ କହୁଛ। ଆପଣ କ'ଣ ଜାଣିଛନ୍ତି କହିଲେ? ମୁଁ ଆଉ ଜାଣିବି କ'ଣ? ଏଗୁଡା ବା ବିଦେଶୀ ଫଳ ବାହାରୁ ଆଉଛି। କେବେ ଥିଲା? ଆମ ଓଡ଼ିଶାରେ ବି ଚାଷବାସ ହେଲାଣି। କ'ଣ କହୁଛ? ଆମ କେନ୍ଦ୍ରାପଡ଼ାର ଜଣେ ଭାଇ ଅଛନ୍ତି, ସୁବ୍ରତ ଭାଇ। ସେ ଭାଇ ଡ୍ରାଗନ ଫଳ ଚାଷ କରି କୁଆଡେ କୁଆଡେ ନା ତାଙ୍କର। ହଁ ତେମେ ଜାଣିଛ? ମୁଁ ପୁରା ସେଇଆ କହୁଛି ଆପଣଙ୍କୁ। ଆଜି ଭାଇ ଆସିବେ ଯେ। ଆଜି? ହଁ ଜାଣି ହବ? କେତେ କଥା ଆମେ ପଚାରି ବୁଝିବା ନା। ଆଜ୍ଞା ପୁଣି ଡେରି କାହିଁକି? ଆଲୋଚନା ଆରମ୍ଭ ହଉନି? ଆଲୋଚନା ଆରମ୍ଭ ହବ ଯେ ଆମେ ଟିକେ ସୁଖ ଦୁଃଖ ହେଲେ ଭଜନ ଶୁଣିବା। କୋଉଠି ସୁଖ କଥା ଆଇଲା? ମୋର ତ ଦୁଃଖ ଜାଣିକି ସବୁ ତକ ହେଇଛି। ଓହୋ ଭାଇ, ସଂସାର କରିଛେ, ସୁଖ ଦୁଃଖ ରହିବନି? ଆମେ ଭଜନ ଶୁଣିବା, ମୁଣ୍ଡ ଥଣ୍ଡା ହବ, ତାପରେ ମନ କର୍ଣ୍ଣ ପବିତ୍ର ହବ, ତାପରେ ଚାଷବାସ କଥା ଆଲୋଚନା କରିବା ଆଉ। ଏମିତି? ହଁ ହଉ। ପଚାରିଲେ ରାଧିକାଙ୍କୁ ଦିନେ ନନ୍ଦ ବଳା, ତମେ କାହିଁ ଗୋରି ହେଲ, ତମେ କାହିଁ ଗୋରି ହେଲ, ମୁଁ କାହିଁକି କଳା। ପଚାରିଲେ ରାଧିକାଙ୍କୁ ଦିନେ ନନ୍ଦ ବଳା। तारी झम तारी झम तारी झम तारी झम तारी झम तारी झम झमता झमता झेणुता झमता तारी झमता झेणुता तारिकिट झम तारिकिट झम तारिकिट तारिकिट झम तारिकिट झम तारिकिट तारिकिट झम तारिकिट झम तारिकिट झम। सरमी कहती राधा कान्हू की जानो ना, कला मोर एई मन देह गोरा सीना, तुम मन गढ़ा तुम मन गढ़ा 60 कला रे, देह रंग कला सीना गोरा अंतर रे, से कलारू एक कला अटे प्रीति कला, से कलारू एक कला अटे प्रीति कला, से प्रीति रे बंधा मोही बाई गोप बाला। पचारिले राधिकाଙ୍କୁ दिने नंद बळा। आखि सीना रंग खोजे मन खोजे मन, मनर आखिरे मुझे देखुछि सपन, बंशी गाउछि तुम बंशी गाउछि तुम खाली राधा नाम, से सुर रे रही कि कला गोरा रंग
অপবাদ দেই কল কলা গরি বলি অপবাদ দেই কল কলা তুম রঙে হেলি কলা আহে নন্দ বলা পচারিলে রাধিকাঙ্কু ଭାଇ ମୁଣ୍ଡ ଥଣ୍ଡା ହେଲା ନା ସେଇ ହିସାବ କିତାବ ଚାଲିଛି? ମଲା 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 କେଡ଼େ ସୁନ୍ଦର ଗୀତଟାଏ ଆଉ ଭାରି ବଢିଆ ଲାଗିଲା। ତମେ ଗୋଟାଏ କ'ଣ କହୁଥିଲ ଯୋଉ କ'ଣ ହେଇଟା କ'ଣ ମନେ ଅଛି ତାହେଲେ? କ'ଣ ମନେ ଅଛି ପା ପଚାରୁଛି? ଡ୍ରାଗନ ଫଳ ବା? ଡ୍ରାଗନ ଫଳ? ସେଇଟାକୁ କ'ଣ ଡ୍ରାଗନ ଫଳ କହନ୍ତି? ଆଉ କ'ଣ କହନ୍ତି? କି ତମକୁ କିଛି ଜଣା ନାହିଁ, ମୋ ନାତୁଣୀ ମତେ ଶିଖେଇଛି। କ'ଣ କହନ୍ତି ଯେ? ଡ୍ରାଗନ ଫ୍ରୁଟ। ଏକା କଥା, ଆମେ ଫଳ କହୁଛେ ସେମାନେ ଫ୍ରୁଟ କହୁଛନ୍ତି। ଇଂଲିଶ ଆଉ ଆଜି କାଲିର ଛୁଆ। ମୁଁ ବି ଜାଣିଛି, ମୁଁ ଇଂଲିଶ ପଟେ ପଟେ ଜାଣିଛି। ଆପଣ ଶୁଣିବେନି ତାହେଲେ? ଚାଷ ପରା ସେଇ ଉପରେ ଅଛି। ହଁ ପରା, କିଏ ଜଣେ ଭାଇ ଆସିବେ କହୁଥିଲ? ହଁ, ଆମର ଡ୍ରାଗନ ଫଳ ଚାଷୀ ସୁବ୍ରତ ଭାଇ ଆସୁଛନ୍ତି। କ'ଣ କେମିତି ଚାଷ କରୁଛନ୍ତି, ଆଉ କେତେ ମାଣେ ବିଲ, କ'ଣ କେମିତି କାହାକୁ ପରାମର୍ଶ କଲେ, ଆଉ ସବୁ ଆପଣ ତୁ ନେଇ ବସିଲେ ମୁଁ ଟିକେ ପଚାରନ୍ତି, ବୁଝନ୍ତି, ସମସ୍ତେ ଶୁଣନ୍ତି। ହଁ, ସମସ୍ତେ ଶୁଣିବା, ମୋର ତ ନିହାତି ଦରକାର। ଆପଣଙ୍କର ଦରକାର କ'ଣ ଆମର ଦରକାର ନାହିଁ? ମୁଁ କେତେବେଳେ ମନା କଲି? ହଉ ତାହେଲେ ଶୁଣିବା। ଆଜ୍ଞା ନମସ୍କାର। ନମସ୍କାର ଆଜ୍ଞା। ଆପଣ କୋଉଠୁ ଆସିଛନ୍ତି, କ'ଣ କରନ୍ତି, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟ ଦିଅନ୍ତୁ। ମୋ ନାଁ ହଉଛି ସୁବ୍ରତ କୁମାର ତ୍ରିପାଠୀ, ଗ୍ରାମ ମହୁ, ବ୍ଲକ ହଉଛି ଆଳି, କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ। ମୁଁ ସେଠୁ ଆସିଛି। ପାଖରେ ବ୍ରାହ୍ମଣୀ ନଦୀ, ଉର୍ବର ଜମି, ଆମର ତ ଓଡ଼ିଶାର ମାଟି ଉର୍ବର ମାଟି। ଆପଣ କ'ଣ କରନ୍ତି? ଶୁଣନ୍ତୁ, ମୁଁ ପ୍ରାୟ ପ୍ରଫେସନ ମୁଁ ଜଣେ ଆଡଭୋକେଟ, ଓକିଲ, କିନ୍ତୁ ନିଶା ହଉଛି ମୋର ଚାଷ। ପେଶା ଓକିଲାତି? ପେଶା ଓକିଲାତି, ନିଶା ଚାଷ। ମାନେ ନିଶାଟାକୁ ପାଖାପାଖି ଆପଣ ଧରିବାକୁ ହେଲେ ପେଶାଟା ବର୍ତ୍ତମାନ ଚାଷ ହେଇଯାଇଛି, ଯୋଉଟା ନିଶାଟା ସେଟା ପେଶା ହେଇଯାଇଛି। ମାନେ ମୁଁ ଓକିଲାତିରେ କମ ସମୟ ଦଉଛି, ଆଗରୁ ବହୁତ ସମୟ ଦଉଥିଲି, କିନ୍ତୁ ମୁଁ ଦେଖୁଛି ଯେ ନାଇଁ, ଚାଷରେ ଜଣେ ଯଦି ନିଜର ପ୍ରପର୍ଟି କିଛି ଅଛି, ଥାଉ କିମ୍ବା ନଥାଉ, ସେ ଯଦି ମେକାନାଇଜ ୱେରେ ଫାର୍ମିଂ କରିବ ସବୁ ପ୍ରକାର ଚାଷ, ତାହେଲେ ସିଏ ନିଜର ପେଶାଟାକୁ ସିଏ ଚାଷ ହିସାବରେ ଗ୍ରହଣ କରିପାରିବ। ଆଜ୍ଞା, କ'ଣ କ'ଣ ଚାଷ ଆପଣ କରୁଛନ୍ତି? ମୁଁ 2014ରେ ଚାଷରେ ପ୍ରଥମେ ଏଣ୍ଟ୍ରି କଲି। ପ୍ରଥମେ ଧାନ ଚାଷ କରିଥିଲି। ଧାନ ଚାଷ କଲା ପରେ ଧୀରେ ଧୀରେ ମୁଁ ଦେଖିଲି ମୋର ଯୋଉ ଫାର୍ମଟା ଅଛି ସେଟା ହଉଛି ବାଲିସିଆ ମାଟି, ବାଲିଆ ମାଟି, ତାକୁ ଇଂଲିଶରେ କହନ୍ତି ସ୍ୟାଣ୍ଡି ସଏଲ। ତ ସ୍ୟାଣ୍ଡି ସଏଲରେ ମୁଁ ଯାହା କରିଦେବି, ପ୍ରଥମେ ଯାହା କରିଦେବି, ଖରା ଦିନେ ସେଗୁଡ଼ା ସବୁ ମରିଯିବ। ତ ସେତେ ପାଣି ମୁଁ ଯୋଗେଇ ପାରିଲିନି। ତ ମୁଁ ବହୁତ ଖୋଜିଲି ଯେ ଆମେ ବାଲିଆ ମାଟିରେ କୋଉଟା ବେଟର ଆମେ ପାଇବା, ଫାର୍ମିଂ ହିସାବରେ କୋଉଟା ବେଟର ପାଇବା। ବହୁତ କିଛି 10 ବର୍ଷ ଲାଗିଲା ପରେ ମୁଁ ଜାଣିବାକୁ ପାଇଲି ଯେ ଡ୍ରାଗନ ଫ୍ରୁଟ୍ସ ବୋଲି ଗୋଟେ ଫଳ ଅଛି, ଯୋଉ ଫଳ କି ସ୍ୟାଣ୍ଡି ସଏଲରେ ଭଲ ହଉଛି। ଉଞ୍ଚାଳିଆ ମାଟି ଦରକାର, ପାଣି ବହୁତ କମ ଦରକାର। ଯଦି ଅଧିକ ପାଣି ଦିଆଯାଏ ତାହେଲେ ସେ ଗଛଟା ନଷ୍ଟ ହେଇଯାଏ। ତ ତାପରେ ମୁଁ ସେଟା ମୋର ଜଣେ କକା ବିଲ୍ଡର ଅଛନ୍ତି, ତାଙ୍କ ପାଖରୁ ଜାଣିବାକୁ ପାଇଲି ଯେ ସିଏ ମତେ କହିଲେ ତୁ ଏଇ ଜିନିଷଟା କର, ଆମେ ଟ୍ରାଏଲ ଏରର ପ୍ରୋସେସରେ ଦେଖିବା କେମିତି ସକ୍ସେସ୍ ପାଇବି। ପ୍ରଥମେ ଯେତେବେଳେ ଚାଷ ଭାବିଲେ ମୁଁ ଗୋଟେ କିଛି ନୂଆ କରିବି, ମନ ଭିତରେ ଆସିଲାନି ରିସ୍କ ନେବି, ଭଲ ଅଛି ମନ୍ଦ ଅଛି? ସବୁ ଜିନିଷରେ ରିସ୍କ ନ ନେଲେ ଆପଣ ଉପରକୁ ଯାଇପାରିବେନି। ସବୁ ଜିନିଷ ରିସ୍କ ଫ୍ୟାକ୍ଟର ଦରକାର। ଆପଣ ଓକିଲାତି କରନ୍ତୁ କି ଆପଣ ଡାକ୍ତରୀ ପଢନ୍ତୁ, ଆପଣ ସବୁଥିରେ ରିସ୍କ ମୁଣ୍ଡେଇବାକୁ ପଡିବ। ତ ମୁଁ ପ୍ରଥମେ ଆଗ ଅଳ୍ପ ଗଛରୁ ମତେ ବାପା କହିଲେ ତୁ ସେଟା କରିନୁ କେବେ, ଡ୍ରାଗନ ଫ୍ରୁଟ୍ସ କି ଓଡିଶାରେ ଡ୍ରାଗନ ଫ୍ରୁଟ୍ସ ବହୁତ କମ କରିଛନ୍ତି। କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟରେ ପ୍ରଥମ ଡ୍ରାଗନ ଫ୍ରୁଟ୍ସ ଚାଷୀ ହଉଛି ମୁଁ ନେଟରେ ସର୍ଚ୍ଚ କଲି। ସର୍ଚ୍ଚ କଲା ପରେ ଦେଖିଲି ଯେ ଆନ୍ଧ୍ରର ସାଙ୍ଗାରେଡ୍ଡି ବୋଲି ଗୋଟେ ଜାଗା ଅଛି, ସେଠି ଡକ୍ଟର ଶ୍ରୀନିବାସ ରାଓ ବୋଲି ଜଣେ ଅଛନ୍ତି, ପ୍ରଫେସନ ହ୍ୟୁମାନ ଡକ୍ଟର, କିନ୍ତୁ ସିଏ ଡ୍ରାଗନ ଫ୍ରୁଟ୍ସ ଉପରେ ବହୁତ ରିସର୍ଚ୍ଚ କରିଛନ୍ତି। ମୁଁ ତାଙ୍କ ସଂସ୍ପର୍ଶରେ ଆସିଲି, ସେଠିକି ଗଲି, 2 ଥର ଟ୍ରେନିଂ ନେଲି। ଟ୍ରେନିଂ ନେଲା ପରେ ମୁଁ ସେଠୁ ଚାରା ଆଣିଲି। ଏଠି ଆମର ଯେ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡ଼ାରେ, ସେଠି ଡକ୍ଟର ପ୍ରବଞ୍ଜନ ମିଶ୍ର, ତାଙ୍କ ସହିତ ଯୋଗାଯୋଗ କଲି। ସେ ମତେ ପଠେଇଦେଲେ ICAR ରେ ଡକ୍ଟର କୁନ୍ଦନ କିଶୋର ବୋଲି ସେ ଥିଲେ ପ୍ରିନ୍ସିପାଲ ସାଇଣ୍ଟିଷ୍ଟ। ସେ ବି ମତେ କିଛି ଡ୍ରାଗନ ଫ୍ରୁଟ୍ସ ଉପରେ କିଛି ଉପଦେଶ ଦେଲେ, କିଛି ଶିକ୍ଷା ଦେଲେ। ତାପରେ ମୁଁ ଡ୍ରାଗନ ଫ୍ରୁଟ୍ସ କରିକି ବର୍ତ୍ତମାନ ମୁଁ ଦେଖୁଛି ଡ୍ରାଗନ ଫ୍ରୁଟ୍ସରେ ମୁଁ ସକ୍ସେସ୍ ହଉଛି। ଆଚ୍ଛା, ଆପଣ ପାଠ ପଢିଛନ୍ତି ବୋଲି ଆପଣ ଜାଣିପାରିଲେ, ମୁଁ ନେଟରେ ସର୍ଚ୍ଚ କରିଦେବି କି ୟୁଟ୍ୟୁବରେ ଦେଖିବି କି ସୋସିଆଲ ମିଡିଆକୁ ଫଲୋ କଲେ, କୃଷି ବିଜ୍ଞାନ କେନ୍ଦ୍ର ଗଲେ, ବୈଜ୍ଞାନିକ ମାନଙ୍କ ସହିତ କଥା ହେଲେ, ଏଥିରେ ପାଠ ଆପଣଙ୍କୁ ବେଶୀ ସାହାଯ୍ୟ କଲା ନା ଆପଣଙ୍କର ଦକ୍ଷତା କିମ୍ବା ସଫଳ ଚାଷୀଙ୍କର ଅଭିଜ୍ଞତା ଦେଖିକି ଆପଣ ଚାଷକୁ ଶୁଣନ୍ତୁ, ପ୍ରଥମେ ପାଠ ସାହାଯ୍ୟ କଲା, କାରଣ ପାଠରୁ ମୁଁ ସବୁ ଜିନିଷ ସର୍ଚ୍ଚ କରିପାରିଲି ଯେ ଏଇଟା କୋଉଠି ମିଳୁଛି। ପ୍ରଥମେ 6 ମାସ ମୁଁ ତା ଉପରେ ରିସର୍ଚ୍ଚ କଲି, ଆକ୍ଚୁଆଲି ଡ୍ରାଗନ ଫ୍ରୁଟ୍ସ କ'ଣ, ତାର ଲାଇଫ ସ୍ପାନ କେତେ ଦିନ, କେତେ ଟଙ୍କା ଆମେ ଇନଭେଷ୍ଟ କଲେ କେତେ ପାଇବା, ଏଗୁଡ଼ା ସବୁ ମୁଁ ୟୁଟ୍ୟୁବ
ଅନଲାଇନ ସବୁ ସର୍ଚ୍ଚ କଲି ଆକ୍ଚୁଆଲି ପାଠ ମତେ କାମ କରୁଛି ମାନେ ଚାଷ ଉନ୍ନତି କରିବାରେ ପାଠର ଭୂମିକା ବହୁତ। ଖାଲି ଧାନ ଆଉ ଡ୍ରାଗନ ଫ୍ରୁଟ କରିଛନ୍ତି ନା ଆଉ କିଛି ସେମିତି ଚାଷ ବାସ କରିଛନ୍ତି? ମୋର ଗୋଟେ ଫାର୍ମ ହାଉସ ଅଛି, ତା ଭିତରେ ମହୁମାଛି ଚାଷ ବି ହଉଛି, ପୋଖରୀ ବି ସେଇ ଅଛି ଗୋଟିଏ ଜାଗାରେ? ସେଇ ଗୋଟିଏ ଜାଗାରେ। ଆଚ୍ଛା। ପନିପରିବା ରେଗୁଲାର ବାହାରୁଛି, ମାଛ ଅଛି। এইটা হচ্ছে দ্যাটু সেটা হচ্ছে টোটাল 4.5 একর প্লটটা। তা ছড়া 25 একর টোটাল সম্পত্তি ଆଉ ଅନ୍ୟଠି ଧାନ ଚାଷ ହଉଛି ସେଇ ଗାଁରେ ଅନ୍ୟ ଜାଗାରେ ଧାନ ଚାଷ ସବୁ ହଉଛି। ଆଚ୍ଛା ସୁବ୍ରତ ବାବୁ, ଡ୍ରାଗନ ଟା କଣ ଆମର ଦେଶୀୟ ଚାଷ? ନାଇଁ, ଡ୍ରାଗନର ଅରିଜିନ ହଉଛି ଆମେରିକା। ସେଇଠୁ ପ୍ରଥମେ ଡ୍ରାଗନଟା ଉଦ୍ଭାବନ ହେଇଛି, କିନ୍ତୁ ତାକୁ ବର୍ତ୍ତମାନ ଆମର ଯେମିତି ଓଡ଼ିଶାରେ ଧାନ ଚାଷ ଯେମିତି ହଉଛି, ଭିଏତନାମ ବୋଲି ଗୋଟେ କଣ୍ଟ୍ରି ଅଛି, ସେଠି ଡ୍ରାଗନର ଚାଷ ଧାନ ଚାଷ ବଢିଆ ହଉଛି। ଆଚ୍ଛା, ଏତେ ପରିମାଣରେ ଡ୍ରାଗନ ହାଉସ ସିଏ ବର୍ତ୍ତମାନ ୱାର୍ଲଡକୁ ଏକ୍ସପୋର୍ଟ କରୁଛି ଭିଏତନାମ। ଯେତେବେଳେ ସମସ୍ତଙ୍କର ଧାନ କରିଛନ୍ତି କିମ୍ବା ପନିପରିବା କରିଛନ୍ତି, ଆପଣ କିଛି ନୂଆ ଫଳ କଲେ କିଆରିରେ, ଲୋକମାନେ କିଛି କହିଲେନି ନାଇଁ କିଛି ରିସ୍କ ଅଛି କି କିଛି ମାନେ ଆପଣଙ୍କୁ ଲାଗିଲାନି ନାଇଁ କାଳେ ଗୋରୁ ଗାଈ ଖାଇଯିବେ କିମ୍ବା କାଳେ ରାତିରେ ମୋର ଚୋରି ହେଇଯିବ କିମ୍ବା କିଛି ନୂଆ କରିଛି କିମ୍ବା ମତେ ଗୋଟେ କିଛି ଖୁସିରେ ଆପଣ ଯେତେବେଳେ କରିଥିବେ, କେମିତି କଣ ସେ ଅନୁଭୂତିଟା ଥିଲା? ଶୁଣନ୍ତୁ, ଗୋଡ଼ ଜଣେ ଯଦି ଆପଣଙ୍କୁ ଟାଣିଲା ଆପଣ ଉପରକୁ ଯିବେ, ନଚେତ ଆପଣ ଜାରିପାରିବେନି। ଏଇଟା ଆକ୍ଚୁଆଲି ମୋ ବାପାଙ୍କର ଗୋଟେ ଇଏ ଯେ କାଇଟ୍ ଉଡୁଛି, ତାକୁ ଯଦି ଟାଣିବେ ସେ ଉପରକୁ ଯିବ, ନଚେତ ଗଳି ପଡିବ। ତ ଆପଣଙ୍କୁ ଉପରକୁ ଉଠିବା ପାଇଁ ହେଲେ ଜଣେ କି ଗୋଡ଼ ଟାଣିବାକୁ ପଡିବ। ମୁଁ ଯେତେବେଳେ ଗାଁରେ ପ୍ରଥମେ ଡ୍ରାଗନ ଚାଷ କଲି, ସବୁ ଲୋକମାନେ ଆସି ଦେଖିଲେ, କହିଲେ ଇଏ ପାଗଳା ହେଇଗଲାଣି। କାହିଁକି ନା ଗୋଟେ କଣ କଣ୍ଟା ଗଛ ଆଣି ଲଗଉଛି। ଡ୍ରାଗନ ଗଛଟା ପୁରା ସିଜୁ ଗଛ, ଆମର ସିଜୁ ଗଛ ଯାହା ଡ୍ରାଗନ ଗଛ ସେ କଣ୍ଟକିତ ବୃକ୍ଷ। ହଁ, ତ ଗାଁରେ ଲୋକମାନେ ଚିନ୍ତା କଲେ ଯେ ନନା ପାଗଳା ହେଇଗଲାଣି, ସେ କଣ କଣ୍ଟା ଗଛ ଗୁଡା ବହୁତ ଆଣିକି ତା ଫାର୍ମରେ ପକଉଛି। ମୁଁ କହିଲି ନା ଏଇଟା ଡ୍ରାଗନ ଗଛ। ମୁଁ କେହି ବିଶ୍ୱାସ କଲେନି। ଯେତେବେଳେ ସେ ଗଛଟା ଧୀରେ ଧୀରେ ବଢିଲା ପରେ ଥୋଡ଼ାଇ ସଢି ବି ଗଲା, କାରଣ ମୁଁ ତାର ସିନା ଆପଣଙ୍କର ପାଠ ଗୋଟେ ପଟେ, ଏକ୍ସପିରିଏନ୍ସ ଗୋଟେ ପଟେ। ସାର୍ ମାନେ ଅଛନ୍ତି, ସିଏ ପାଠ ପଢେଇ ଦେଲେ ଯେ ଏୟା ହେଲା ଏୟା କର, କିନ୍ତୁ ଆପଣଙ୍କର ଏକ୍ସପିରିଏନ୍ସ କାମ କରିବ। ଏକ୍ସପିରିଏନ୍ସଟା ହଉଛି ଆପଣ ନିଜେ ଯେଟା ଗେନ୍ କରିବେ, ସେଇଟା ହଉଛି ଏକ୍ସପିରିଏନ୍ସ। ସେଇଟାକୁ ଆପଣଙ୍କୁ କେହି ପାଠ ପଢେଇ ପାରିବେନି। ତ ମୁଁ ପ୍ରଥମେ ଯେତେବେଳେ ପଶିଲି, ବହୁତ ଗୁଡାଏ ବାଧାବିଘ୍ନ ସୃଷ୍ଟି ହେଇଛି, ଥୋଡ଼ାଏ ଗଛ ମରିଯାଇଛି, ସଢି ଯାଇଛି, କିନ୍ତୁ ତାର ଉପାୟ ମୁଁ ନିଜେ ହିଁ କାଢିଛି, କେମିତି ସେ ଗଛକୁ ବଞ୍ଚେଇ ହବ। ଡ୍ରାଗନ ଗଛ ହଉଛି ଗୋଟେ ଗଛ ଯୋଉଟା 25 ବର୍ଷ ଆପଣଙ୍କୁ ଫ୍ରୁଟ୍ସ ଦବ। ସେଇଟାର ନିଜର ଠିଆ ହବାର ଶକ୍ତି ନାହିଁ, ତାକୁ ଆମେ ଗୋଟେ ଆଶ୍ରା ଦଉ। ତାର ଦୁଇ ପ୍ରକାର ମେଥଡ ଅଛି, ଗୋଟେ ରିଙ୍ଗ ପୋଲ ମେଥଡ, ଗୋଟେ ଟେଲିସ୍ ମେଥଡ। ଗୋଟେ ରିଙ୍ଗ ପୋଲ ମେଥଡଟା ଯୋଉଟା ପ୍ରଥମେ ଯୋଉମାନେ ଡ୍ରାଗନ ଚାଷ କରୁଛନ୍ତି ସେମାନେ ରିଙ୍ଗ ପୋଲ ମେଥଡରେ କରିବା କଥା। ଗୋଟିଏ ପୋଲ ଲାଗିବ, ସେ ପୋଲର ଚାରି କୋଣରେ 4ଟା ଡ୍ରାଗନ ଗଛ ଲାଗିବ। ତାର ନିଜର ଯେହେତୁ ଠିଆ ହବାର ଶକ୍ତି ନାହିଁ, ଆମେ ତାକୁ ଦୌଡ଼ରେ ବାନ୍ଧୁ। ଉପରେ ଗୋଟେ ରିଙ୍ଗ ଲାଗିବ, ଯୋଉଟା ଗଛଟା ଉପରକୁ ବଢିଗଲା ପରେ ସେ ରିଙ୍ଗ ଗୋଟେ ବାହାରକୁ ଆସିବ। ଆସିଲା ପରେ ଯେତେବେଳେ ଗଛର, ଯଦି ଆପଣ ମଦର ପ୍ଲାଣ୍ଟକୁ ଚାରା ନେଇଛନ୍ତି, ମଦର ପ୍ଲାଣ୍ଟ ମାନେ ଯୋଉ ଡାଳରେ ଫଳ ହେଇଥିବ, ଯଦି ଆପଣ ତାକୁ ଚାରା କରିଛନ୍ତି, ତାହେଲେ 9 ମାସ ପରେ ଆପଣଙ୍କୁ ଫାର୍ଷ୍ଟ ଫ୍ରୁଟିଂ ଆସିବ, 18 ମାସ ପରେ ସେକେଣ୍ଡ ଫ୍ରୁଟିଂ ଆସିବ, 3 ବର୍ଷ ପରେ ଆପଣ ମାନେ ପରିପକ୍ତ ଗଛଟା ହେଇଯାଇଥିବ, ଡାଳ କେନା ବଢି ଯାଇଥିବ, ଆପଣ ଯୋଉଟା ଫାଇନାଲ ଯୋଉଟା ପାଇବା କଥା 3 ବର୍ଷ ପରଠୁ ପାଇବେ। ଟିକେ ଲାଗୁନି ଆମର ଦେଶୀୟ ଫଳ ଅପେକ୍ଷା ସେଇଟା ଟିକେ ଅଧିକା ସମୟ ଲାଗୁଛି? ଆମ୍ବ ଗୋଟେ ଯଦି ଆମେ ଗଛରେ ପକେଇବା 3 ବର୍ଷ ପରେ ଫଳ ହବ, ସେମିତି ଆମେ ଗୋଟେ ନଡିଆ ପକେଇବା, ଏବେ ଗ୍ରାଫ୍ଟିଂ ନଡିଆ ଗୁଡା ବହୁତ ଆସିଲାଣି, 1.5 ବର୍ଷ ପରେ ଆସିବ, କିନ୍ତୁ ଇଏ ତ 9 ମାସ ପରେ ଆସୁଛି। ଗଛଟା ଯେତେ ଗ୍ରୋଥ ହବ, ଫଳଟା ସେତେ ଅଧିକ ଆସିବ। ଏବେ ଆପଣ ଯୋଉ ଡ୍ରାଗନ ଚାଷ କରିଛନ୍ତି, ଏବେ ଫଳର କୋଉ ଅବସ୍ଥା ଅଛି? ସେ ଡ୍ରାଗନର ଫଳଟା ଏପ୍ରିଲ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଫ୍ଲାୱାରିଂ ଦିଏ, ଫ୍ରୁଟ୍ସ ଆସେ। ଶୀତ ଦିନେ ହୁଏନି। ଯଦି ଆପଣ ପ୍ରତି ପୋଲ ପାଖରେ ଗୋଟେ 9 ୱାଟର ବଲ୍ ଲଗେଇବେ, ତାହେଲେ ସେଟା ବର୍ଷ ଯାକ ଆପଣଙ୍କୁ ଫ୍ଲାୱାରିଂ ଦବ। ଯଦି ଗୋଟିଏ ଗଛ ଆପଣଙ୍କୁ 25 ବର୍ଷ ଫ୍ରୁଟ୍ସ ଦେଲା, ଆମେ ଯଦି ତାକୁ ଲାଇଟ୍ ଲଗେଇକି ଏକ୍ସଟ୍ରାକ୍ଟ କରିନବା ଫଳ, ତାହେଲେ ସେ ଆଉ 25 ବର୍ଷ ପର୍ଯ୍ୟନ୍ତ ସେ ଗଛ ଯିବନି। ତାହେଲେ ଯୋଉ ଆପଣ କରିଛନ୍ତି ଯୋଉ ଫାର୍ମ ହାଉସ ଟା, ସେଟା ଟିକେ ମଡର୍ନ ୱେରେ କରିଛନ୍ତି, ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଚାଷକୁ ଆପଣେଇଛନ୍ତି। ଆଜ୍ଞା, ଆପଣ ଡ୍ରାଗନ ଫ୍ରୁଟ୍ସ କଲେ ସବୁଠୁ ମିନିମମ୍ ହଉଛି 1000 ଗଛଟା ହଉଛି ସବୁଠୁ ମିନିମମ୍, 250 ପୋଲ 1000 ଗଛ। ଡ୍ରିପ୍ ୱାଟର ଇରିଗେସନ ମଷ୍ଟ। ଡ୍ରିପ୍ ୱାଟର ଇରିଗେସନ ହଉଛି ବୁନ୍ଦା ଜଳସେଚନ। ତାପରେ ମୋ ସେପଟ ଏରିଆଟା ହଉଛି ସାଲାଇନ୍ ଜୋନ୍, ଲୁଣି। ପ୍ରଥମେ ଡ୍ରାଗନ କରିବାକୁ ହେଲେ ଆପଣଙ୍କୁ ମାଟି ପରୀକ୍ଷା କରିବାକୁ ପଡିବ। ମାଟିର ଉର୍ବରତା ଆପଣଙ୍କର pH ଲେବୁଲ 5.5 ରୁ 6.5 ମ୍ୟାକ୍ସିମମ୍ 7 ପର୍ଯ୍ୟନ୍ତ ରହିଲେ ଉର୍ବର ମାଟି। ତା ସାଙ୍ଗରେ ଆପଣଙ୍କୁ ପାଣି ପରୀକ୍ଷା କରିବାକୁ ପଡିବ। ପାଣି ମୁଁ ଯୋଉଟା କଲି ସେଟା ସାଲାଇନ୍ ଜୋନରେ ଯାଉଛି, ମୁଁ ବୋରିଂ କରିଦେଇଛି, ଡ୍ରିପ୍ ୱାଟର ଇରିଗେସନ କରିଛି, ଯୋଉଟା pH ଭ୍ୟାଲ୍ୟୁ ହଉଛି 8, ତାହେଲେ ଷ୍ଟାଣ୍ଡାର୍ଡ ଅଛି। ତ ଆପଣଙ୍କୁ
ଡ୍ରାଗନ କରିବାକୁ ହେଲେ ବହୁତ ଗୁଡାଏ ଦିଗପତି ଆପଣଙ୍କୁ ଦେଖିବାକୁ ପଡିବ। ପ୍ରଥମେ ମାଟି ପରୀକ୍ଷା କରିବାକୁ ପଡିବ, ତାପରେ ସେଇ ଜାଗାଟା ଉଞ୍ଚା ହେଇଥିବ। ତ ଉଞ୍ଚା ମାନେ କଣ, ଆପଣଙ୍କର ବର୍ଷା ଦିନେ ପାଣି ସେଠି ରହିବନି। ଯଦି ପାଣି ରହିଗଲା 24 ଘଣ୍ଟା ତାହେଲେ ସେ ଗଛ ସଢିଯିବ। ସେଟା ସ୍ୟାଣ୍ଡି ସଏଲ ଯେହେତୁ ହେଇଛି, ପାଣିଟା ମାଟି ତଳକୁ ପଳେଇ ଯାଉଛି। କେମିତି କଣ ତାର ପରିଚାଳନା କରିବା, କେମିତି ଯେମିତି ସାଧାରଣରେ ଆମେ ଖତ ସାର ଦଉଛୁ ସେଇଟା କେମିତି କରିବା, ଟିକେ ସେ ବିଷୟରେ କହିଲେ। ଏ ଡ୍ରାଗନ ଫ୍ରୁଟ୍ସ ହଉଛି ହେଭି ଫିଡର ପ୍ଲାଣ୍ଟ। ଆମେ ଯେତେ ତାଙ୍କୁ ଖାଦ୍ୟ ଦବା ସେ ସେତେ ଆମକୁ ଆଉଟପୁଟ ଦେବେ। ତ ଖାଦ୍ୟ ହିସାବରେ ମୁଁ ତାକୁ ଅର୍ଗାନିକ ହିସାବରେ କରିଛି। ତ ଆମେ ଯେତେବେଳେ ଫ୍ରୁଟ୍ ସରିଗଲା, ମନେ କରନ୍ତୁ ନଭେମ୍ବରରେ ଫ୍ରୁଟ୍ ସରିଗଲା, ତ ଚାରିକଡ଼ ଖୋଳି ଦେଇକି ଗୋଟିଏ ଗାଣ୍ଡୁଆ ଗୋବର ଖତ, ମୁଁ ଗୋବର ଖତରେ ହିଁ ସେଇଟା କରିଛି, ଜୈବିକ ଉପାୟରେ। ତାପରେ ଆପଣଙ୍କର ଯେତେବେଳେ ନଭେମ୍ବରରେ ସରିଗଲା, ଆମେ ଡିସେମ୍ବରରେ ଖୋଳିକି ଦେଇଦେଇଛୁ ମୂଳରେ ଗୋଟିଏ ପୋଲ ପାଖରେ ଗୋଟିଏ ଗାଣ୍ଡୁଆ ଗୋବର ଖତ। ମାର୍ଚ୍ଚ ଆମର ଏପ୍ରିଲରେ ଫ୍ରୁଟ୍ସ ଆସିବ, ଫ୍ଲାୱାରିଂ ଆସିବ, ଆମେ ମାର୍ଚ୍ଚ ଲାଷ୍ଟ ବେଳକୁ ଆଉ ଥରେ ଖୋଳିକି ତାକୁ ଗୋବର ଖତ ଦେଇଦେବୁ। ଆଉ ମଝିରେ କିଛି ଦରକାର ନାହିଁ, ଖାଲି ଫଙ୍ଗସ ଲାଗନ୍ତି ତା ଦେହରେ। ଶୀତ ଦିନେ ଫଙ୍ଗସ ଲାଗନ୍ତି, ଖରା ଦିନେ ଫଙ୍ଗସ ଲାଗନ୍ତି। ଫଙ୍ଗିସାଇଡ୍ ଟିକେ ସ୍ପ୍ରେ କରିବାକୁ ପଡିବ। ଆଚ୍ଛା, ମଝିରେ 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 ମଝିରେ। ଆପଣ ଚାଷବାସ କରିକି ଅଭିଜ୍ଞତା ହେଇସାରିଲାଣି ନା ପଚାରନ୍ତି ବି, ନାଇଁ ମୁଁ କେତେ ପରିମାଣର କଣ ପକେଇବି, କୃଷି ବିଶେଷଜ୍ଞଙ୍କୁ ପଚାରିକି କରନ୍ତି? ମୁଁ ଟ୍ରେନିଂ ନେଇଥିଲି ସାଙ୍ଗାରେଡ୍ଡିରେ, ଯୋଉ ଟ୍ରେନିଂଟା ନେଇଥିଲି ଡକ୍ଟର ଶ୍ରୀନିବାସ ରାଓ, ସେ ମତେ ଆକ୍ଚୁଆଲି ସବୁ ଜିନିଷ ବତେଇ ଦେଇଥିଲେ। ତା ଛଡା ମୁଁ କେତେ ଗୁଡାଏ ଜିନିଷ ଯୋଉଟା କି ସିଏ ବି ଜାଣିନାହାନ୍ତି ମୋ ଗଛ ପ୍ରତି। ଥରେ ମୁଁ ଅଧିକ ସାର ଦେଇଦେଲି, ଥରେ ସ୍ପ୍ରେ କରିଦେଲି, ସିଏ ଗ୍ରୋଥ ଏତେ ବଢିଗଲା ଯେ ତା ଡାଳ ସବୁ ଫାଟିଗଲା। ତ ମୁଁ ଯାହାକୁ ପଚାରିଲି, କେବିକେରେ ପଚାରିଲି, କୁନ୍ଦନ ସାର୍ଙ୍କୁ ପଚାରିଲି, ସେମାନେ କହିଲେ ଏଇଟା ଆମ ପାଇଁ ପ୍ରଥମ, ଯେ ଏମିତି କେବେ ଆମେ ଦେଖିନୁ ଗଛ ହେଇଛି ବୋଲି। ପ୍ରାୟ ସବୁଜା ଗଛ ହେଲା। ତ ମୁଁ କଣ କଲି, କମ୍ପେୟାର କଲି ମୋ ପୁଅକୁ 18 ବର୍ଷ କିନ୍ତୁ ଗ୍ରୋଥ ଅଧିକ। ମୁଁ ଦେଖିଲି ତାର ହାତ ମାନଙ୍କରେ ସବୁ ଫାଟି ଯାଇଛି। ମୁଁ ତାକୁ ଭାବିଲି ଯେ ଏଇଟା ବୋଧେ ଗଛଟା ଅଧିକ ଗ୍ରୋଥ ହେଇଗଲା, ଯାହା ଫଳରେ ସବୁ ଫାଟିଗଲା। ମୁଁ କଣ କଲି, ପୁରା ସବୁ ସାର ବନ୍ଦ କରିଦେଲି 6 ମାସ। ସେ ଆକ୍ଚୁଆଲି ରିକଭରି ହେଇଗଲା, ସେ ଗଛ ସବୁ କିଛି ହେଲାନି। ସେ ମନ ଯୋଉଟା ଫାଟିଥିଲା ବନ୍ଦ ହେଇଗଲା। ନିଜେ ଚାଷ କରୁଛନ୍ତି ନା ଲୋକ ଲଗେଇ ଚାଷ କରୁଛନ୍ତି? ମୋର ସବୁ ହଉଛି ମେକାନାଇଜ ୱେରେ ଫାର୍ମିଂ। ତ ମୋର ଲେବର କମ୍, ମେସିନ୍ ଅଧିକ। ନିଜେ ସବୁ ମେସିନ୍ ନିଜେ କିଣିଛନ୍ତି ନା ଭଡାରେ ଆଣନ୍ତି? ସବୁ ମେସିନ୍ କିଣିଛି। ସରକାରଠୁ ସବୁ ମେସିନ୍ ଉପରେ ସବସିଡି ପାଇଛି। କିନ୍ତୁ ଆମ ଚାଷୀ ଭାଇ ଭଉଣୀ ମାନେ ତାକୁ ବୁଝୁନାହାନ୍ତି କି ତାକୁ ମାନେ ଉପଯୋଗ କରୁନାହାନ୍ତି। ସରକାରଙ୍କର ସବୁ ସୁବିଧା ରହିଛି, ସବୁ ସୁବିଧା ରହିଛି ତାର ଆମେ ସେଥିପାଇଁ ଆମ କାର୍ଯ୍ୟକ୍ରମରେ ସବୁବେଳେ କହିଥାଉ, ସରକାରଙ୍କର ଯାହା ଯାହା ସବୁ ଯୋଜନା ରହିଛି ସେ ସବୁର ଲାଭ ଉଠାନ୍ତୁ, ସେ ସବୁର ଫାଇଦା ଉଠାନ୍ତୁ। ତ ଆମେ ଡ୍ରାଗନ ଚାଷ ଉପରେ ତ ଆମେ କଥା ହଉଛେ। ଏଇ ଯୋଉ ଚାଷ ହେଇସାରିଲା ପରେ ଆପଣ ଜାଣିବେ କେମିତି ଫଳଟା ହେଲା, ଫଳଟା ତୋଳା ହବ, ଫଳଟା ବିକ୍ରି ପାଇଁ ଉପଯୋଗୀ ହବ, କେମିତି କଣ ସେ ବିଷୟରେ କହିଲେ। ଥରେ ଫ୍ଲାୱାରିଂ ହେଲା ପରେ ଗୋଟେ ଛୋଟ ବଡ୍ ଗୋଟେ ବାହାରିବ, ବଡିଂ ଆସିବ। ବଡିଂ ପରେ ସେଟା ଫ୍ଲାୱାରିଂ ଆସିବ। ଫ୍ଲାୱାରିଂ ଟା ଡ୍ରାଗନ ଫ୍ରୁଟ୍ସ ର ଏଇଟା ଗୋଟେ ପିକୁଲିୟର ଫ୍ରୁଟ୍ସ। ରାତିରେ ଫୁଟିବ, ସକାଳୁ ମଉଳିଯିବ। 8ଟା 9ଟା ବେଳକୁ ସେ ଫୁଟିଯିବ ପୁରା। ସେଥିପାଇଁ ଆପଣ ସକାଳୁ 8ଟା 9ଟା ପରେ ଆପଣ ଦେଖିବେ ମଉଳା ଫୁଲ। ସେ ଗୋଟିଏ ଦିନ ଫୁଲଟା ରହିବ, ଗୋଟିଏ ଦିନ ନୁହେଁ, 7-8 ଘଣ୍ଟା ଫୁଲଟା ଗଛରେ ରହେ। ସେଇଠୁ ଆରମ୍ଭ ହବ, ଧୀରେ ଧୀରେ ଫଳଟା ଆସିବ। ଫୁଲଟା ଆସିବାର, ଫଳ ଆସିକି ପାଚିଲା ପର୍ଯ୍ୟନ୍ତ ଆପଣଙ୍କୁ 25ରୁ 30 ଦିନ ସମୟ ଲାଗିବ। ପ୍ରଥମେ ଗୋଟେ ଗ୍ରୀନ ଫଳ ଆସିବ, ସେ ଫୁଲଟା ତା ଉପରେ ଥିବ, ମଉଳି ଯାଇଥିବ। କିଛି ଦିନ ପରେ ସେ ଫୁଲଟା ଗଳି ପଡିବ, ତଳେ ଫଳଟା ବଢି 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 ଯେତେବେଳେ ଆପଣ ଦେଖିବେ ପୁରା ସମ୍ପୂର୍ଣ୍ଣ ନାଲିଆ ହେଇଯାଇଥିବ, ସେତେବେଳେ ଆପଣ ତାକୁ ତୋଳିକି ବିକ୍ରି ଉପଯୋଗୀ ହେଇଯିବ। ଏଇଟା ଗୋଟେ ଫଳ ଯୋଉଟା କି ଆପଣଙ୍କର ମାର୍କେଟରେ, ମନେ କରନ୍ତୁ ଆପଣଙ୍କର ମାର୍କେଟରେ ଭ୍ୟାଲ୍ୟୁ ନାହିଁ, ବର୍ତ୍ତମାନ ରେଟ୍ ନାହିଁ, ଆପଣ ହାର୍ଡଲି ମାସେ ପର୍ଯ୍ୟନ୍ତ ବି ତାକୁ ଗଛ ରଖିପାରିବେ। ଆପଣଙ୍କର ଯେତେବେଳେ 3 ବର୍ଷ ହେଇଯିବ, ଗୋଟେ ପୋଲରୁ ଆପଣ ମିନିମମ୍ ଟା 20 କିଲୋ ପାଇବେ, ମାନେ ଗୋଟେ ଗଛରୁ 5 କିଲୋ ପାଇବେ। ଏଇଟା ହଉଛି ମୋର 18 ମାସର ଏକ୍ସପିରିଏନ୍ସ। ତ ଏବେ ପାଖାପାଖି 1 କ୍ୱିଣ୍ଟାଲ ଉପରେ ଗତ ସିଜନରେ ମୋର ବାହାରିଛି। ସେଇଠି ହିଁ ବିକ୍ରି ହେଇଯାଉଛି, ମତେ କୁଆଡେ ନବାକୁ ପଡୁନି। ସେଇଠି ମୋର ଫାର୍ମର କେୟାରଟେକର ଅଛନ୍ତି, ସେମାନେ ତୋଳିକି ନେଇ ଆସନ୍ତି, ସେଇଠି ଆସିକି ଘରୁ ନେଇଯାଆନ୍ତି ପାଖାପାଖି। ତ ଆଗାମୀ କି ମୁଁ ଆହୁରି ବଢେଇବା ଯୋଜନା କରିଛି, ଆଉ 1000 ଗଛ ବଢେଇବି ବୋଲି। ତ ଯେହେତୁ ମୁଁ କଟକରେ ରହୁଛି, ତ କଟକରେ ମାର୍କେଟ ଦେଖିଛି, ଗୋଦାମ ସବୁ ଦେଖିଛି। ତ ସିଆଡେ ପ୍ରଡକ୍ସନ ହେଲେ ଇଆଡେ ଆମେ ଗୋଦାମରେ ଦେଇପାରିବା। ଏମିତି ନିଜ ଫସଲକୁ, ନିଜର ମାଟିର ସୁନା ଯୋଉ ଅମଳ କରୁଛନ୍ତି, ତାକୁ ଦେଖିଲେ ନିଜ ବିଲକୁ ଖୁସି ଲାଗେନି? ବହୁତ ଆଜ୍ଞା, ମୁଁ ସବୁ ଭୁଲିଯାଏ। ଫାର୍ମକୁ ଗଲେ ମୁଁ ଟୋଟାଲ ସବୁ ଭୁଲିଯାଏ, ପ୍ରଫେସନ, ପରିବାର ସବୁ ଭୁଲିଯାଏ। ଏସବୁ ଚାଷ କଲାବେଳେ ଆପଣଙ୍କଠାରୁ ଯୋଉ ସବୁ ନୂଆ ଯୁବପିଢି ଆମର ସବୁ ଚାଷ କରିବାକୁ ଆଗେଇଛନ୍ତି, ଆପଣଙ୍କୁ ପଚାରନ୍ତି ଆମେ ଏଇ ଚାଷ କରିବୁ, କେମିତି କଣ ପରାମର୍ଶ ନିଅନ୍ତିନି? ବହୁତ ଲୋକ ଆସନ୍ତି, ଦେଖନ୍ତି, କିନ୍ତୁ ଡ୍ରାଗନ ଫ୍ରୁଟ୍ସ ର ଇନିସିଆଲ ଇନଭେଷ୍ଟମେଣ୍ଟ ଟା ଟିକେ ଅଧିକ। କାରଣ ସାଧାରଣତଃ ଏବେ ବି ଆମର ଚାଷୀ
ଚାଷ କହିଲେ ଆମେ ସାଧାରଣତଃ ଧାନ ଚାଷକୁ ବୁଝେଇଥାଉ। ଧାନ ଚାଷ ପରେ ପନିପରିବା ଚାଷ କରିଥାଉ, ରବି ଫସଲ ଚାଷ କରିଥାଉ, କିନ୍ତୁ ଗୋଟେ ନୂଆ ଫସଲଟା ଚାଷ କରିବା, ତାକୁ ନେଇ ଆଣି ଥୋଇବା, ହଠାତ୍ ସମସ୍ତେ ରିସ୍କ ନିଅନ୍ତି ନାହିଁ। ଯଦି ଡ୍ରାଗନ ଫଳ ଚାଷ ଯଦି ଜଣେ କରିବାକୁ ଚାହିଁବ, ଏଇ ଧାନ ପରେ ପରେ ଚାଷ କରିପାରିବ? ନାଇଁ, ମୁଁ ଯୋଉଟା ଯାଇଥିଲି ତାଙ୍କର ଦେଖିଥିଲି ଫିଲ୍ଡ ସାଙ୍ଗାରେଡିରେ, ତ ସମସ୍ତେ କହନ୍ତି ଏଟା ଉଞ୍ଚା ବିଲରେ ହବ। ମତେ ବି ସିଏ କହିଥିଲେ ଉଞ୍ଚା ବିଲ। ମୁଁ ଦେଖିଲି ଯେ ଧାନ ଚାଷ ମଝିରେ ସେମାନେ କରିଛନ୍ତି ମାନେ କେମିତି ହୁଡା ଭଳିଆ ଟେକି ଦେଇଛନ୍ତି, ଉପରେ ଡ୍ରାଗନ ହଉଛି, ନାଳି କାଟି ଦେଇଛନ୍ତି, ସେ ନାଳିରେ ଧାନ ରୋଇଛନ୍ତି, ମୂଳରେ 24 ଘଣ୍ଟା ପାଣି ସାଙ୍ଗରେ ଗୋଟିଏ ଜାଗାର ଦିଟା ଫସଲ ଆଦାୟ କରୁଛନ୍ତି। ଆଜ୍ଞା, ତ ଆପଣଙ୍କୁ ସେ ପ୍ରଣାଳୀ ଭଲ ଲାଗିଲା? ସେ ପ୍ରଣାଳୀ ଭଲ ଲାଗିଲା, କିନ୍ତୁ ଆମ ଏରିଆରେ ମୋର ଯୋଉଟା ଫାର୍ମ ହାଉସ ଅଛି ସେଠି ଏ ପ୍ରଣାଳୀ ହେଇପାରିବନି। ସେଟା ପୁରା ସମ୍ପୂର୍ଣ୍ଣ ହଉଛି ସ୍ୟାଣ୍ଡି ସଏଲ ଆଉ ବହୁତ ଉଞ୍ଚା ବିଲ। ଆଉ ଆମର କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡାରୁ ସେମାନେ ଆସନ୍ତି ଭିଜିଟ କରିବା ପାଇଁ, ସେମାନେ ବି ବହୁତ ସହଯୋଗ କରିଛନ୍ତି। ସବୁ ପ୍ରକାର ଯାହା ଯେତେବେଳେ ମୋର ଦରକାର, ସାର୍ ଏମିତି ହେଇଛି, ଏହା ଦରକାର ନା, ଆସନ୍ତୁ ମୁଁ ସବସିଡି କରେଇଦେବି, ସେ ପାରୁ ପର୍ଯ୍ୟନ୍ତ ସଲ୍ଭ କରିବା ପାଇଁ ଚେଷ୍ଟା କରନ୍ତି। ସେଇଥିପାଇଁ କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଜ୍ଞା। ଏ ସବୁ ଚାଷ ଆପଣ କାହାଠୁ ଇନ୍ସପାୟାର ହେଲେ? ମୋ ନିଜ ଜେଜେ ଯିଏ, ସେ ତ ଚାକିରି କରିଥିଲେ, ତାଙ୍କର 3 ନମ୍ବର ଭାଇ ଯିଏ, ସିଏ ଗାଁ ଟାକୁ ସମ୍ଭାଳିଥିଲେ, ପୁରା ଏଣ୍ଟାୟାର ପ୍ରପର୍ଟି ତାଙ୍କର ପାଖାପାଖି 75 ଏକର ପ୍ରପର୍ଟି ଥିଲା। ତ ମୋ ଫାଦର ସିଏ ସିନିୟର ଭେଟେନାରୀ ଅଫିସର ନନ୍ଦନକାନନ ରିଟାୟାର୍ଡ କଲେ, ତ ସିଏ ଆଉ ଚାଷ ଉପରେ ଧ୍ୟାନ ଦେଲେନି, ତ ଗାଁରେ ସେମିତି ବିଲ ପଡ଼ିଥିଲା। ତ 2014ରୁ ମୁଁ ଯେତେବେଳେ ଗାଁକୁ ଗଲି, ଦେଖିଲି ଏତେ ବିଲ ପଡ଼ିଛି, କିଏ କେତେବେଳେ ଚାଷ କରିକି ସବୁ ନେଇଯାଉଛନ୍ତି ଆମେ ଜାଣିପାରୁନୁ। ମୁଁ ଧୀରେ ଧୀରେ ମନ ବଳେଇଲି ଚାଷ କରିବା ପାଇଁ। ଚାଷ କରିକି ସେ ବିଲ ସବୁ ନିଜ ଅକ୍ତିଆରକୁ ଆଣିଲା ପରେ ଧୀରେ ଧୀରେ ଧାନ ଚାଷ କଲି। ଧାନ ଚାଷରୁ ମ୍ୟାନୁଆଲରୁ ମେକାନାଇଜ ୱେରେ ଫାର୍ମିଂ କଲି। ମୋ ପାଖରେ ବର୍ତ୍ତମାନ ଗୋଟେ ଟ୍ରାକ୍ଟର ଅଛି, ଗୋଟେ ଟ୍ରାନ୍ସପ୍ଲାଣ୍ଟର ଅଛି, 3ଟା କମ୍ବାଇନ୍ ହାର୍ଭେଷ୍ଟର ଅଛି, ଯାହା ଯାହା ଚାଷ ପାଇଁ ଦରକାର ଯାହା ଆପଣ ସବୁ ନିଜେ ରଖିଛନ୍ତି। ଆଜ୍ଞା, ଏଇ 1.5 ବର୍ଷ ହବ ମୁଁ ଦେଖିଲି ଗୋଟିଏ ମାଟିରେ କୌଣସି ପ୍ରକାର ତାକୁ ଉପଯୋଗ କରି ହଉନି, ଯାହା ଲଗେଇଲେ ନଷ୍ଟ ହେଇଯାଉଛି। ତ ସେଇଟାକୁ ମୁଁ ଯେତେବେଳେ ଦେଖିଲି, ସେଠି ମୋ କକା ସିଏ ମତେ କହିଲେ ବୁଝିକି ଯେ ସେ ଏରିଆରେ ଥରେ ଡ୍ରାଗନ ଚାଷ କରିକି ଦେଖ। ଆଉ ମୁଁ ଡ୍ରାଗନ ଚାଷ କଲା ପରେ ମୁଁ ଦେଖୁଛି ଯେ ମୁଁ ସଫଳ ହଉଛି। ଏଇ ସବୁ ଚାଷ କରିକି ଏଇ ବର୍ଷ 2025 ବର୍ଷରେ, ମାନେ 2025ରେ ଆଜ ଏ ସ୍ମାର୍ଟ ଫାର୍ମର ହିସାବରେ ଗଭର୍ଣ୍ଣର ଆୱାର୍ଡ ମୁଁ ପାଇଛି। ବହୁତ ବଢିଆ କଥା। ଏବେ ଚାଷର ସଂଜ୍ଞା ବଦଳିଲାଣି, କାରଣ ସବୁଠାରୁ ସ୍ୱାଧୀନ, ସମାନ ଆଉ ଲାଭଜନକ ବୃତ୍ତି ଆମର ଏଇ ଚାଷବାସ। ଆଜ୍ଞା, ଆପଣଙ୍କୁ ଲାଗୁନି ଆହୁରି ମୋର ଦାୟିତ୍ୱ ବଢିଗଲା ବୋଲି? ମ୍ୟାଡାମ, ଗୋଟେ ଦିନ ଆସିବ ଲୋକଙ୍କ ପାଖରେ ପଇସା ଥିବ କିନ୍ତୁ ଖାଇବାକୁ ନଥିବ। ଆକ୍ଚୁଆଲି କାହିଁକି ନା ଧୀରେ ଧୀରେ ଚାଷ ଜମି ଗୁଡାକ କନଭର୍ଟ ହେଇଯାଉଛି ଘର ବାଡିରେ, ଲୋକ ସଂଖ୍ୟା ବଢୁଛନ୍ତି, ଆଉ ପ୍ରାୟ ସବୁ ଆପଣ ଦେଖିବେ ରାସ୍ତା ସାଇଡ ଜମି ଗୁଡାକ ସବୁ କନଭର୍ଟ ହେଇଯାଉଛି। ଯଦି ସରକାର ଆ ପ୍ରତି ଦୃଷ୍ଟି ନ ଦିଅନ୍ତି, ଗୋଟେ ଦିନ ଆସିବ ଲୋକଙ୍କ ପାଖରେ ପଇସା ଥିବ କିନ୍ତୁ ଖାଦ୍ୟ ନଥିବ, କାହିଁକିନା ଚାଷ ଜମି ବଢୁନି, ଲୋକ ସଂଖ୍ୟା ବଢୁଛନ୍ତି, ଘର ବାଡି ବଢୁଛି। ତ ସବୁ କିଛି ଏଇ ଚାଷବାସରୁ ନା ପେଶା ବି ତାକୁ ଚାଲିଛି, ଆକୁ ବି ଚାଲିଛି? ନାଇଁ, ସେଇଟା ବି ଚାଲିଛି। ମୁଁ ସମ୍ବିତ କର ବୋଲି ଜଣେ ସିନିୟର ଆଡଭୋକେଟ ଅଛନ୍ତି, ମୁଁ ତାଙ୍କ ପାଖରେ ଜୁନିୟର ଅଛି, ସେଇଟା ବି ଚାଲୁଛି, କିନ୍ତୁ ମୁଁ ପ୍ରାୟ ଟାଇମ ଚାଷରେ ଦଉଛି। ଘରେ କିଏ କିଏ ଅଛନ୍ତି ସୁବ୍ରତ ବାବୁ? ଘରେ ବାପା ଅଛନ୍ତି, ମା ଏକ୍ସପାୟାର କରିଯାଇଛନ୍ତି, ମିସେସ୍ ଅଛନ୍ତି, ପୁଅଟେ ଝିଅଟେ। ପୁଅ ବାଙ୍ଗାଲୋରରେ ବାୟୋ ଇନଫର୍ମେଟିକ୍ସ ଷ୍ଟାଟିଷ୍ଟିକ୍ସ କମ୍ପ୍ୟୁଟର ସାଇନ୍ସରେ BSc କରୁଛି, ଝିଅ ଷ୍ଟାଣ୍ଡାର୍ଡ 7। କଣ ସ୍ୱପ୍ନ ଦେଖିଛନ୍ତି ପିଲାଙ୍କୁ ନେଇକି? ମୁଁ ତ ପୁଅକୁ ସବୁବେଳେ କହୁଛି, ତୁ ଯାହା କର କିନ୍ତୁ ବିଲ ବାଡି କେବେ ବିକ୍ରି କରିବୁନି, ଆଉ ତୁ ତାକୁ ପାଖରେ ରଖ, ଦିନ ଆସିବ ଆମରି ବିଲରୁ ହିଁ ଖାଇବାକୁ ପାଇବୁ। ତୁ ବହୁତ ପ୍ରେରଣା ପାଇଛି ବାପାଙ୍କଠୁ, ସେ ସବୁ କ୍ଷେତ୍ରରେ ମତେ ପଛରେ ଠିଆ ହନ୍ତି। ଆଉ ମୋ ସ୍ତ୍ରୀ ବି ପୋଲିସରେ ଜଣେ ଚାକିରି କରୁଛି, ସିଏ ବି ସବୁବେଳେ ମତେ ସାହାଯ୍ୟ କରେ। ପୋଲିସ ଅଧିକାରୀ? ହଁ, ପୋଲିସ ଭିଜିଲାନ୍ସରେ ଅଛି, ସବୁ ପ୍ରକାର ସାହାଯ୍ୟ କରେ, ଫାର୍ମକୁ ବି ଯାଏ। ଏମିତି ବି ହେଇଛି ସେ ବି ଡ୍ରାଗନ ଚାରା ପୋତିଛି ନିଜେ। ଯୋଉ ବିଲରେ କିଛି ନ ହେଇପାରିବ, ଡ୍ରାଗନ ଫଳ ନିଶ୍ଚିନ୍ତ। ଆଜି ଆମର କାର୍ଯ୍ୟକ୍ରମ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଯଦି କିଛି ଡ୍ରାଗନ ଫଳ ଚାଷ କରିବାକୁ ମନ ବଳେଇଥିବେ, ସେମିତି କିଛି ଯୋଗାଯୋଗ ନମ୍ବର ରହିଛି ଯେ କି ଆପଣଙ୍କୁ ଯୋଗାଯୋଗ କଲେ ପାଇପାରିବେ, ଆପଣଙ୍କ ସହ କଥା ହେଇପାରିବେ? ହଁ, ମୋର ମୋବାଇଲ ନମ୍ବରଟା ମୁଁ କହିଦଉଛି, 7381023112। ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ଯୋଉ ଯୁବ ଚାଷୀ ପିଢି ଯୋଉମାନେ କିଛି ନୂଆ ପ୍ରକାର ଚାଷ କରିବାକୁ ଚାହୁଁଛନ୍ତି, ତାଙ୍କୁ ଆପଣ କଣ ମେସେଜ ଦେବେ? ମୁଁ ଏତିକି କହିବି ଯେ ପରିଶ୍ରମ କର, ଅଟୋମେଟିକ ଫଳ ଆସିବ। ଯେ ମୁଁ ଲଗେଇବି ଏମିତି ଫଳ ହେଇଥିବ, ତାପରେ ପରିଶ୍ରମ କରନ୍ତୁ, ଅପେକ୍ଷା କରନ୍ତୁ, ବାସ୍ତବରେ ପରିଣତ ହେଇ ନିଶ୍ଚିନ୍ତ ହବ। ଆଜ୍ଞା, ଆଜି ପର୍ଯ୍ୟନ୍ତ କୌଣସି ଲୋକ ପରିଶ୍ରମ କରିଛି,
ପରିଶ୍ରମ ବେକାରରେ ଯାଇଛି ସେମିତି ହେଇନି। ବହୁତ ଭଲ କଥା। ଆଶା କରୁଛୁ ଆପଣଙ୍କୁ ଆଜି ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି କିଛି ଏଇ ପ୍ରକାର ନୂଆ ଚାଷ କରନ୍ତୁ ଏବଂ ଅଧିକ ଲାଭବାନ ହୁଅନ୍ତୁ। ଆଜି ପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବିଶେଷ କରି ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ବସି ଖାଇଲେ ନଈ ବାଲି ଦିଅନ୍ତେନି ପେଟକୁ, ଅଳପ ଜମିରେ ସମନ୍ୱିତ ଚାଷ ହିତ ସଂସାରକୁ। ଆସ କରିବା ଚାଷ ଲାଭ ହେବ ବହୁତ, ଆସ କରିବା ଚାଷ ଲାଭ ହେବ ବହୁତ। ମେଣ୍ଟିବ ଦୁଃଖ ପରିବାରର, ଦେଶ ହେବ ଉନ୍ନତ। ଆମ ସମନ୍ୱିତ ଚାଷ, ଆମ ସମନ୍ୱିତ ଚାଷ, ସମନ୍ୱିତ ଚାଷ, ଆମ ସମନ୍ୱିତ ଚାଷ, ସମନ୍ୱିତ ଚାଷ, ଆମ ସମନ୍ୱିତ ଚାଷ। ମନକୁ ପାଇଲା ହଁ। ସୁବ୍ରତ ଭାଇଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଧନ୍ୟବାଦ। ମୋର ତ ଜାଣିକି ମୁଁ 16 ଅଣା ଧନ୍ୟବାଦ ଦଉଛି ଆଉ ମୋ କାମଟା ହେଲା ଆଉ। ପେଶା ଓକିଲାତି କିନ୍ତୁ ନିଶା। ଚାଷବାସ କରୁଛୁ କେଡ଼େ ସୁନ୍ଦର ସନ୍ଦେଶଟିଏ ଦେଲେ। ହଁ ଆଜିକାଲିକା ପିଢ଼ି ହଁ। ଯଦି ଚାଷକୁ ଆପଣେଇବେ ଭବିଷ୍ୟତ ଉଜ୍ଜଳ। ଆଉ ଯୋଉମାନେ ଆମର ଚାଷୀ ଭାଇ ସବୁ ରହିଲେ ହଁ ସେମାନେ ଜାଣି ରଖନ୍ତୁ ଜନସଂଖ୍ୟା ବଢୁଛି, ବିଲକୁ ଏମିତି ବିକି ଦେଇକି ଘର ଡିହ ଏଟାକୁ କରିଦେଲେ ନାଇଁ ହବ ନାଇଁ, ନାହିଁ। ଆମର ବିଲ ହଉଛି ଆମର ସମ୍ପତ୍ତି। ଚାଷ ବାସ କରିବା, ମାଟିର ସୁନା ଫଳେଇବା, ଫଳେଇବା। ତାପରେ ଆମେ ସେଆକୁ ଖାଇବା। ହଁ ବଢିଆ ନା, ଆଗକୁ ବଢିବା। କିନ୍ତୁ ଗୋଟାଏ ଜିନିଷ ରହିଲା, କଣ ବା? ବିଶେଷଜ୍ଞଙ୍କ ପରାମର୍ଶଟା ଦରକାର ନାହିଁ। ହଁ ବିଶେଷଜ୍ଞ ପରାମର୍ଶ ଭାଇ ପରା କହିଲେ, ବିଶେଷଜ୍ଞଙ୍କ ପରାମର୍ଶ ନଉଛନ୍ତି, କେତେ ସବସିଡି ପାଇଛନ୍ତି, ଆଧୁନିକ ଉପାୟରେ ଚାଷ ବାସ କରୁଛନ୍ତି। ସରକାର ଜାଣିକି ଆମ ପାଇଁ ଭଣ୍ଡାର ଖୋଲିଛି। ସେଇଥିପାଇଁ ଆମେ କହୁ ସବୁବେଳେ ସରକାରଙ୍କର ସୁବିଧା ସୁଯୋଗ ଯାହା ସବୁ ରହିଛି ତାର ଲାଭ ଉଠାନ୍ତୁ। ମତେ ଲାଭ ମିଳିବଟି? ସମସ୍ତଙ୍କୁ ମିଳିବ। ମିଳିବ। ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆମ ସରକାର। ବଢିଆ ବଢିଆ ବଢିଆ, ଏମିତି ସବୁ ଚାଲିଥାଉ। ବେଳ ଗଡି ଯାଉଛି, ମୁଁ ଟିକେ ପୁଣି ଯିବି ଝିଆରୀ ଘର ଆଡେ ଯିବି। ଓହୋ, ଚାଷୀ ବନ୍ଦୀ ଲୋକ ପାଣିପାଗ ଶୁଣିବା ତାପରେ ଉଠିବା। ପାଣିପାଗ ହଁ ହଉ।